ଦେଖନ୍ତୁ କାଲି ତ ପଖାଳ ଦିବସ ଥିଲା। ଆମେ ମା ପୁଅ ତିନି ଜଣ ଯାକ ମୁଁ ଦୁଇଟା ବେଳେ ଘରେ ଖାଇଲି। ମୋ ମା ବସିଥିଲେ, ମ୍ୟାଡ଼ାମ୍ ବି ବସିଥିଲେ। ଏକାଠୁ ସେଇଠୁ ଦୁଇଟା ବେଳୁ ବାହାରିକି ଗାଡ଼ି ନେଇକି ଗଲୁ, ଯେହେତୁ ଘରର ଜିନିଷ କିଛି କିଣିବାର ଥିଲା ସାମଗ୍ରୀ। ତ ଦୁଇଟା ବେଳଠୁ ଭୁବନେଶ୍ୱର ଭିତରେ ଇଏ କରି କାମ ସାରିକି ରିଟର୍ନ ଆମେ ଆସିଲୁ। କେବଳ ଝାରପଡ଼ାର ଯେଉଁ ମଣ୍ଡପ ପାଖେ 4:30 ସମୟରେ ଆମେ ଗାଡ଼ିରୁ ଓହ୍ଲେଇଥିଲୁ ତିନି ଜଣ ଯାକ। ଯେ ଗ୍ଲାସ୍ ଚଏସ୍ କରୁଥିଲୁ ଯେଉଁ ଲାଗିବ ବୋଲି ଆଲମିରାରେ। ତ ଗ୍ଲାସ୍ ସେଇଠି ଚଏସ୍ କରିକି ସେଇଠୁ ଗାଡ଼ିରେ ବସିକି ଆସିକି ଆମ ଭାଗବତ ସନ୍ଧାନର ଘର ପାଖରେ ଗେଟ୍ ପାଖେ ସେତେବେଳେ 5ଟା ପାଖାପାଖି ହେଲାଣି। 5ଟା ବାଜିବାକୁ 10 ମିନିଟ୍ ଥିବ ବୋଧେ 15 ମିନିଟ୍। ସେଇଠି ମୁଁ ଗାଡ଼ିରେ ଓହ୍ଲେଇଲି, ସେ ମା ପୁଅ ମଧ୍ୟ ଗାଡ଼ି ଭିତରେ ବସିଛନ୍ତି। ମୁଁ ଓହ୍ଲେଇଲି, ଯେହେତୁ ଇଲେକ୍ଟ୍ରି ଦୋକାନଟା ଅଛି, ମୁଁ କହିଲି ଟିକେ ଇଲେକ୍ଟ୍ରି ତାକୁ କହିକି ଯାଇଥିଲି ଜିନିଷଟା ବାହାର କରିଛି ନା ପଚାରିଦେବି। ପଚାରିଦେବା ଭିତରେ ପଚାରିକି ପୁଣି ମୁଁ କ'ଣ କଲି, ମୁଁ କହିଲି ଗୋଟେ କାମ କର, ଆମେ ଘରକୁ ଯାଇଥାନ୍ତୁ ଆକ୍ଚୁଆଲି। ପୁଣି ଗାଡ଼ିଟା ମୋଡ଼ିଦେଲି, ମୁଁ କହିଲି ପୁଅ ଟିକେ ସିଆଡ଼ିକି ଚଲେଇଲୁ। ସେଠି ଗୋଟେ ହାଭେଲ୍ସର ଦୋକାନଟା ଅଛି, ସେଥିରେ ଫ୍ୟାନ୍ଟା ଦେଖିବା ଚଏସ୍ କରିବା। ପୁଅ ସେଇଠୁ ଗାଡ଼ିଟା ଯେତେବେଳେ ବୁଲେଇଲା, ମୁଁ ଗାଡ଼ିରେ ବସିଲି। ଆମେ ଗଲୁ ସେଇ ସତ୍ସଙ୍ଗ ମନ୍ଦିର ଯେଉଁ ତା ସାଇଡ଼୍ରେ ଗୋଟେ ହାଭେଲ୍ସ ଦୋକାନ, ଇଲେକ୍ଟ୍ରି ଦୋକାନ। ସେଇଠି ପୁରା ତା ଦୋକାନ ଭିତରୁ ଗାଡ଼ି ଆମେ ରଖିଛୁ ନା ରୋଡ଼ ଏପଟରେ ରଖିଛୁ। ମ୍ୟାଡ଼ାମ୍ ମୁଁ ଚାଲିକି ଆସିବି କି ଅପୋଜିଟ୍ ନାହିଁ, ଆମେ ତାଙ୍କ ଗାଡ଼ି ଦୋକାନ ଭିତରେ ରଖିଛୁ। ମ୍ୟାଡ଼ାମ୍ ଗାଡ଼ି ପଛରେ ବସିଛନ୍ତି, ମୁଁ ଆଗରୁ ଓହ୍ଲେଇକି ଗଲି। ଦୋକାନ ପଚାରିଲି, ମୁଁ କହିଲି ଫ୍ୟାନ୍ ଅଛି କି? ନା ଅଛି ଆଜ୍ଞା। ମୋତେ ଦେଖାଉଥିଲେ। ସେଠୁ ପୁଅ କ'ଣ କଲା, କିଛି ସମୟ ପରେ 5 ମିନିଟ୍ ପରେ ପୁଅ ବି ଗାଡ଼ିରୁ ଓହ୍ଲେଇ ପଡ଼ିଲା ଷ୍ଟେରିଂ ଉପରୁ। ଓହ୍ଲେଇ ପଡ଼ିକି ମୋ ପାଖକୁ ପଡ଼ିଲା ଦେଖିବ ବୋଲି। ସେଠି ଯେତେବେଳେ ଇଏ ଓହ୍ଲେଇଲା, ସେଇ ସମୟରେ ଏମାନେ ଫଲୋ କରିଥିଲେ। ଇଏ କରିକି ଗୋଟେ ପଲ୍ସରରେ 2 ଜଣ ହେଲମେଟ୍ ପିନ୍ଧିଛନ୍ତି। ଆସିକି ଓଲଟାଣିଆ ବାଁ ହାତ ପୁରେଇକି ଅଧା ଫର୍ଚୁନରରୁ ଅଧା ଗ୍ଲାସ୍ ଅଛି, କାହିଁକିନା ଗାଡ଼ି ଷ୍ଟାର୍ଟ ବନ୍ଦ କରିଛନ୍ତି, ଏସ୍ ସମୟ ବସିବେ ଏୟାରଟା ନେବ ନେଲି ଅଳ୍ପ ଗ୍ଲାସ୍ରେ ଖୋଲିଛନ୍ତି। ତ ସେଇ ସମୟ ଭିତରେ ହାତ ପୁରେଇକି ଝିଙ୍କିକି ଜୋର ପଳେଇଲେ ସିଧା ପଳାଶୁଣି ଆଡ଼େ ଆଉ। ନା ନମ୍ବର କେମିତି କିଏ ଦେଖିବ? ମ୍ୟାଡ଼ାମ୍ ତ ବସିଛନ୍ତି ଗାଡ଼ିରେ, ଇଏ ଓଲଟାଣି ଆଗୁଆ ଏମିତି ଯାଉଛନ୍ତି ପଛକୁ ନା, ତେଣୁକରି ନମ୍ବର କିଏ ଦେଖିବ? ସିଏ ତ 2 ମିନିଟ୍ର କାମ ବି ନୁହଁ କି ଅଧ ସେକେଣ୍ଡର କାମ। ତାପରେ ମୁଁ ଇମିଡ଼ିଏଟଲି ସାଙ୍ଗେ ସାଙ୍ଗେ ମୋ ମୁଣ୍ଡ କାମ କଲାନି। ମୁଁ ପ୍ରଥମେ ଥାନାରେ ଆସି ନେଲି, ସାଙ୍ଗେ ସାଙ୍ଗେ ଆଇ ସାର୍ଙ୍କୁ ଫୋନ୍ କଲି। ସାର୍ ସାଙ୍ଗେ ସାଙ୍ଗେ ଉଠେଇଲେ, ସାଙ୍ଗେ ସାଙ୍ଗେ ବି ସାର୍ ଗାଡ଼ି ପଠାଇଛନ୍ତି। କାହିଁ ଏମିତି ସାର୍ ବହୁତ ଭଲ ଲୋକ। ସାର୍ ସାଙ୍ଗେ ସାଙ୍ଗେ ପଠାଇଲେ ଗାଡ଼ି। ସିଏ ଆସିକି ଇନକ୍ୱାରି କରିକି ସାଙ୍ଗେ ସାଙ୍ଗେ ସେ ଦୋକାନର CCTV ତର୍ଜମା କଲେ। ସେଠୁ ବାହାରିଗଲା 2 ଜଣ। ନା ନା ମୁଁ କହିପାରିବିନି, କିନ୍ତୁ ସିଏ ବାହାରିଗଲା ଯେତେବେଳେ ସେମାନେ ଗଲେ, କହିଲେ ଇଏ ହେଇଯିବ। ତାପରେ ତ ଜଣାପଡ଼ିଗଲା ଯେ ସେମାନେ କାଲି ଦିନ ଯାକରେ ଏଇ 2 ଜଣ 5ଟା କେସ୍ କରିଦେଇଛନ୍ତି ଆଉ। ଭୁବନେଶ୍ୱର ସମସ୍ତେ ଜାଣିଛନ୍ତି। ତାପରେ ଆମେ ସେଠୁ ଥାନାରେ ତ କେସ୍ ଦେଇଦେଇଛୁ। ଆସିଲୁ, ମୋର ଟିକେ ଡାଉଟ୍ ହେଲା। ମୁଁ କହିଲି ଏମାନେ ଏମିତି କେମିତି କି ଗାଡ଼ି ଭିତରେ ଗୋଟେ ଯଦି ନାରୀ ଯଦି ରୋଡ଼ ଉପରେ ଯାଉଛି କି ସ୍କୁଟିରେ ଯାଉଛି, ଗହଣା ପକାଇଛି କି ଗହଳି ସ୍ଥାନକୁ ଯାଇଛି କି ରାତି ଲେଟ୍ ନାଇଟ୍ ଜଣେ ଭୁଲ ଦେବ, ଆଉ ତୁମେ କେମିତି ସୁନା ପକାଇ ଦେଇକି ଛାଡ଼ି ଦେଉଛ? ନିଶ୍ଚିନ୍ତ ସେଇଟା ଭୁଲ, ସେଇଟାର ଫାଇଦା ଉଠାନ୍ତି। କିନ୍ତୁ ତା ବି ନୁହଁ, ଏଇଟା ତ ମୋତେ ଲାଗୁଛି ମୋର ଏଇଟା ପ୍ରଥମ ଥର ପାଇଁ ଗାଡ଼ି ଭିତରୁ ନେବାର ଏଇଟା ମୋତେ ଲାଗୁଛି। ମୁଁ ତ ଯେତିକି ଦିନ ଦେଖିବା ଭିତରେ ସେଟା ଗାଡ଼ି ଭିତରୁ କିଏ ନିଅନ୍ତି ମୁଁ ଏଇଟା ଜାଣିନି। ଦିନରେ ଖରା ପଡ଼ିଛି, 5ଟା ବେଳ ସମୟ, ଗାଡ଼ି ଭିତରୁ ନେଇଗଲେ। ତାପରେ ମୁଁ କହିବା କଥା, ମୁଁ ଆସିକି ଡାଉଟ୍ କଲି। ମୁଁ କହିଲି ଏମିତି କେମିତି ଗାଡ଼ି ଭିତରୁ ସେ ଜାଣିଥିଲେ କ'ଣ ଚେନ୍ ପିନ୍ଧିଥିଲେ ଇଏ, ଆଉ କ'ଣ ଫଲୋ କଲା କି? ମୋର ଡାଉଟ୍ ହେଲା। ମୁଁ ଯେତେବେଳେ ପ୍ରଥମ ଭାଗବତ ସନ୍ଧାନ ଗେଟ୍ ପାଖେ ଏଲ୍ଇଡ଼ି ଦୋକାନ ଓହ୍ଲେଇଥିଲି, ମୁଁ କହିଲି ତାଙ୍କ କ୍ୟାମେରା ଯିବା ଦେଖିବା। ତାଙ୍କ କ୍ୟାମେରା ଯେତେବେଳେ କାଲି ରାତି 10:30ଟାରେ ମୁଁ ଆସିକି ଖୋଲିଲି, ତର୍ଜମା କଲି, ସେ ଏଇଠୁ ଫଲୋ କରି ଯାଇଛନ୍ତି, ଗାଡ଼ି ବୁଲାଉଛନ୍ତି, ପୁରା ରେଡ଼ି ହେଇକି ସବୁ ଭିଡ଼ିଓ ରେକର୍ଡ଼ ଅଛି। ଏମିତି ଜିନିଷ ହେଇଛି। ଭୟ ଲାଗୁଛି ବର୍ତ୍ତମାନ ଆମେ ଯେତେବେଳେ ଲୋକାଲ୍ ଘର ପାଖ ଦିନ ଦ୍ୱିପ୍ରହରେ ଗାଡ଼ି ଭିତରୁ ଯାଉଛି, ଭୟ ଲାଗୁଛି। ଆଉ ତ କିଛି ଠିକ୍ ଦେଖନ୍ତୁ, କିଛି ଲୋକ କହିବେ ସୁନା ଅମକ ସମକ କହିବେ କମେଣ୍ଟ, ସେଇଟା ନୁହଁ ଆଜ୍ଞା। ନାରୀ ଗୋଟେ ତ ଚେନ୍ଟା ଗୋଟେ ପକାଇବ, ନାରୀ କ'ଣ ନଙ୍ଗଳା ହେଇକି ବୁଲିବ କି? ନାରୀ ଗୋଟେ ଚେନ୍ଟା ପକାଇବ। ନାରୀ ବି ଗାଡ଼ି ଭିତରେ ସୁରକ୍ଷିତ ନୁହଁ ନା, ନିଜ ହଜବେଣ୍ଡ ପୁଅ ସାଙ୍ଗରେ ଥିଲା। ନାରୀ କ'ଣ କେଉଁ ଯାତ୍ରା ନାଟକୁ ମେଳାକୁ ଏକୁଟିଆ ଯାଇଥିଲା କି ଗହଳିରେ? କ'ଣ କହିବେ? କେତେ ଦୂର ଯୁକ୍ତି ତର୍କ ଇଏ। କିନ୍ତୁ ମୁଁ କହିବା କଥା, କାର୍ଯ୍ୟାନୁଷ୍ଠାନ ପୋଲିସ କାମ କରୁଛି, ପୋଲିସ କାହିଁକି କାମ କରୁନି? ଦେଖନ୍ତୁ, ମୁଁ କାହିଁ ମିଛ କଥା, ଥାନା ଗୋଟେ ଅନେକ ବହୁତ କେସ୍ ଆସୁଛି, ସେମାନେ ବହୁତ ଟେନସନ୍ ରହୁଛନ୍ତି। କିନ୍ତୁ ଆମର ପ୍ରଶାସନର ଅଭାବ ହେଉଛି। ପୋଲିସ ଆଉ ଅଧିକା ବଢ଼ିବା ଦରକାର। ଏରିଆ ନେଇ ଏରିଆ ବଢ଼ି ଚାଲିଛି। ଥାନା ତ ଗୋଟିଏ ନା, ଷ୍ଟାଫ୍ ସେତିକି ଜଣ। ଦିନକୁ ଦିନ ଜାଗା କିଣିଲେ, ଘର କଲେ, ଅସାମାଜିକ ଲୋକ ଆସିକି ରହିଲେ, ବହୁତ ଲୋକ, ଏରିଆ ବଢ଼ି ଚାଲିଛି। ଏବେ ମଧ୍ୟ ୱାର୍ଡ଼ 67 ୱାର୍ଡ଼ ଥିଲା, ଆହୁରି ୱାର୍ଡ଼ ମାଗୁଛି। ସେଇଟା ତାଙ୍କୁ ଭୁଲ ଦେଲେ ଖାଲି ହେବନି। କିନ୍ତୁ ଗୋଟିଏ ଭୁଲ କେଉଁଠି ରହୁଛି, ମୁଁ ଏତିକି ମାନେ ସମସ୍ତଙ୍କୁ ଅନୁରୋଧ କରିବି,
केमी स्ट्रिक्ट हे देखो प्रथम जिते लोक हेलमेट पिंधु नथिले मद पी गाड़ी चलाउले ता प्रति वर्तमान देखो धीरे धीरे कि एमती स्ट्रिक्ट होगा बर्तमान गाड़ी स्पीड चलेले हेलमेट न पिंधले पूरा कैमेरा आउट स्ट्रीट पैसा फाइन हो जाए सचेतन केमती हो गलानी ये जो स्नाचिंग चिंता हो कि मर्डर होची आ प्रति गोटे आईन जिनसटा हेले प्रथम काम से करिया कहीं डर रहिबो से करुथिबे कहीं पछरे पुलिस धरियो कहीं क्या आईन गोटे बस गोटे किसी हेले ओडिशा रे हमर बेसिकली होची देखुना यूपी देखंतु यूपी पूरा साबाड़ कर देउछन केमती यूपी रे डरुछन क्रिमिनल को हम जेल बरम पर हम बंची जीव बाहर बुले हम सेफ न तम पुलिस केते तत्पर रही किंतु पुलिस भूल देले कौन हम पुलिस उपर तो जी सी तुम निर्देश देवा दरकार पुलिस ता काम करुच्ची पुलिस की भूल देले हेनी पुलिस रे केते जन स्टाफ केते एरिया हेलानी से केते लोक केस कौन संभाली दुईटा चेन तो से पकड़े सी सब पकाती पदा तो कड़े जाती गले मोरी संगे गाड़ी जाती कल से गुरुवार थिला आउ कहीकि लाभ ना मेन कथा तो जीवन बंची जाइए जिनसा ये बेकटा टे दाग हो जाए तो आइडेंटिफाई हो गला सार प्रतिश्रुत देती ना बाहर जाए कल 5टा केस जो से 2 जन कर सब सीसीटीवी फुटेज ही पड़े विश्वास अच्छे मोर ये करने मन दुख तो लगुच कौन करवा हाँ मु तो कहा कथा कहीपर मु तो देखुची आईन श्रृंखला परिस्थिति ठीक ना किंतु काली जिते मोरी मिसेस रोज मो सांगे मो गाड़ी भितर से मत बेसी लगुच कि सुरक्षित हो रोड पर जाइए मुझे एत ये करना माने गाड़ी भितर नवाटा मत लगुच तो ये मत फास्ट है आउ सब तो स्नाचिंग होती बाइक कि स्कूटी कि गहली भितर किंतु गाड़ी भितर नवाटा दिन में यहाँ घर पाखु यहाँ प्रथम थर ये तो गोटे बड़ ये यहाँ तर्जमा कर देख जो विश्वास तो अच्छी सार ये करेंगे सार बहुत भल लोक हेल्प कर कहीं निंदी भी से बहुत लगी ना कि ना जिते भी हाँ जिते भी सी पूजा दुर्गा पूजा समय आम जाऊ से आम सब भलेंटियर भाई मैंने आम निजे था आम से जो सेफ्रे सांगे थी दर्शन करके नहीं आसू आम जाचु गहली जगह आम जा ये हम निश्चिंत चोरी चिंता हम भारी सतर्कता कि काली जिनस देखो बेला तो खराब एमती जिनस सी कहले दिन जगह 5टा केस कर देइछन्ती आमर खाली नुह वीडियो फीडियो फुटेज सब बाहरी गला मु तो से कहूँ आमर जहाँ होगला अलग लोक ये नघटू कौन पाइना आम जदि ये हजार हजार स्थायी बासिंदा है कि लोकाल लोक होगी आम एमती होचु एत निरीह लोक मैंने सब शिक्षित लोक माँ भौणी मैंने अच्छा से केमती तो आम के घर बाहर केमी जुक्ति तर्क नारी गोटे तो पकेब सुना चेनटा नारीर गोटे ये ना ताने कौन डरिकी कहीं घर बाहर कहे जब अणा हो कि ना फ्लाइट गली पड़ी कौन फ्लाइट आउ चलनी गाड़ी एक्सीडेंट सब जिन हम किंतु तार फ्लाइट कहीं गली पड़ी तार तर्जमा है कराब ता सल्यूसन मो क्या सल्यूसनटा हो आप गोटे कड़ा कार्यानुष्ठान ग्रहण करूँ डिक्लेयर करके देखिए सबू साइज हो रोड पर किसी हेनी माँ भौणी मैंने सुरक्षित दिन 2 राति बुलिबे से दिन आम जानू जे आम ओडिशा केते सुरक्षित।